सतत महत जान केते ऊर्ध्वे स्थित सूर्य चंद्र तारा समस्ते रात बदल किंतु आज ऋषि भयंकर कथा राम लक्ष्मण सीता समस्ते अयोध्या को फेरिले सेतबे समस्ते अयोध्यावासी खोचलारे से जाइथिले वनवास से सर्वप्रथम कहले कहले बापा रे बहु पथश्रम करी तुमे आसिलणी केवल गोविंदपुर क्लस्टर में सर माली ब्लॉक एवं केन्द्रापड़ा जिलार जड़े सुदक्ष विज्ञान शिक्षक भाव में जड़े आज सभापति आसन अलंकृत करने पिला अनुरोध करी पिला जो जो करेंगे मंच अध्यक्ष आह्वान करेंगे श्रीयुक्त मणिचरण महांत महोदय आज सभापति आसन अलंकृत कर श्रीयुक्त मणिचरण महांत महोदय एवं आम विद्यालय को आम आई ब्लॉक जड़े सुदक्ष सियासी भाव स्वागत करवा आज मंच अलंकृत करने
ऋषिकेश दास महोदयଙ୍କର ବିଦ୍ୟାକାଳୀନ ଦିନ। ଏହି ଦିନଟି ଆମମାନଙ୍କ ପାଇଁ ବହୁତ ଦୁଃଖଦାୟକ, କାରଣ ସେ ଆମ ବିଦ୍ୟାଳୟ କେବଳ ନୁହଁ ବରଂ ଆମ ଅଞ୍ଚଳର ଗୌରବ ଏବଂ ଆଦର୍ଶ। ସେ ଆମକୁ ବହୁତ କିଛି ଶିଖେଇଛନ୍ତି, କିପରି ପରିବେଶରେ ଜଣେ ଭଲ ନାଗରିକ ହେବା, ଭଲ ପାଠ ପଢ଼ି କିପରି ବଡ଼ ମଣିଷ ହେବା, ଏବଂ ସେ ଆମ ବିଦ୍ୟାଳୟର ସମସ୍ତ କର୍ମଚାରୀମାନଙ୍କୁ ବହୁତ ଭଲ ପାଆନ୍ତି। ତାଙ୍କ ଭଳି ପ୍ରଧାନ ଶିକ୍ଷକ ଆମେ ଆଗକୁ ପାଇପାରିବା ନାହିଁ ସେ ମୁଁ ଜାଣିନାହିଁ, କିନ୍ତୁ ତାଙ୍କର ଅସ୍ମିତା ଆମମାନଙ୍କ ମନ ଭିତରେ ସବୁବେଳେ ରହିଥିବ। ମୁଁ ଏତିକି କହି ମୋ ବକ୍ତବ୍ୟ ଶେଷ କରୁଛି। ऋषिकेश दास महोदय को समर्पित କରାଯାଉଛି। ସମସ୍ତେ କରତାଳି ଦେବା। ରୟାଲ ସାଇନ୍ସ କଲେଜ ଭୁବନେଶ୍ୱର। ଆମମାନଙ୍କ ପକ୍ଷେ ଅତି ଦୁଃଖର ଦିନ, କାରଣ ଆମ ଗ୍ରହଣରୁ ଯେଉଁ ଶିକ୍ଷକ ବିଦାୟ ନେଉଛନ୍ତି ସେ ହେଉଛନ୍ତି ପ୍ରବୀଣ ଶିକ୍ଷାବିତ୍, ପଥ ପ୍ରଦର୍ଶକ, ଛାତ୍ର ବତ୍ସଳ ଏବଂ ଆମ ସମସ୍ତଙ୍କର ପ୍ରିୟ ଶ୍ରୀଯୁକ୍ତ ଋଷିକେଶ ଦାସ ମହୋଦୟ। ତାଙ୍କ ପାଇଁ ଏହି ଦୁଃଖପୂର୍ଣ୍ଣ ମୁହୂର୍ତ୍ତରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। କେବଳ ଆମ ବିଦ୍ୟାଳୟ ପାଇଁ ନୁହେଁ, ଜଣେ ଶିକ୍ଷକ ଭାବେ ଏହି ଅଞ୍ଚଳର ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସେ ହେଉଛନ୍ତି ଗୌରବ ଏବଂ ଆଦର୍ଶ। ସେ ଆମ ବିଦ୍ୟାଳୟକୁ ଆସିବା ଦିନରୁ ନିଜର ନିଷ୍ଠା, ସାଧନା ଏବଂ ଉଦ୍ୟମ ବଳରେ ଆମ ବିଦ୍ୟାଳୟକୁ ଆଗେଇ ନେଇଛନ୍ତି। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଆମ ଗହଣରେ ଯେଉଁ ଶିକ୍ଷକ ଆମମାନଙ୍କ ଠାରୁ ବିଦାୟ ନେବାକୁ ଯାଉଛନ୍ତି ସେ ଏକ ଆଦର୍ଶ ଓ ଆମମାନଙ୍କ ପ୍ରିୟ ଶ୍ରୀଯୁକ୍ତ ଋଷିକେଶ ଦାସ ମହୋଦୟ। ଏହି ଦୁଃଖପୂର୍ଣ୍ଣ ମୁହୂର୍ତ୍ତରେ ମୋତେ କିଛି କହିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ସେ ଆମ ବିଦ୍ୟାଳୟ ପାଇଁ ବହୁ କିଛି କରିଅଛନ୍ତି, ଯେପରି ଆମ ବିଦ୍ୟାଳୟ ଜଳର ବ୍ୟବସ୍ଥା, ଆମ ବିଦ୍ୟାଳୟ କିପରି ସୁନ୍ଦର ଓ ଭଲ ଦେଖାଯିବ ସଫା ରଖିବା ବ୍ୟବସ୍ଥା ଓ ବିଦ୍ୟାଳୟ ଉନ୍ନତି କାର୍ଯ୍ୟ ଓ ଅନ୍ୟାନ୍ୟ କାର୍ଯ୍ୟକୁ ସେ ତାଙ୍କ ନିଷ୍ଠା, ସାଧନା, ଉଦ୍ୟମ ବଳରେ ସଫଳ କରିଛନ୍ତି ଓ ସେ ଆମମାନଙ୍କୁ ସ୍ନେହ ଓ ମାର୍ଗଦର୍ଶନ ବି କରୁଥିଲେ। ସେଥିପାଇଁ ତାଙ୍କୁ ସେ ଏକ ପ୍ରିୟ ଶିକ୍ଷକ ଭାବେ ଆମ ସମସ୍ତଙ୍କ ସ୍ମୃତିରେ ରହିବେ। ସେ ଆମ ବିଦ୍ୟାଳୟକୁ ତାଙ୍କ ପରିବାର ଭାବି ସବୁ ବିଦ୍ୟାଳୟର ଉନ୍ନତି କାର୍ଯ୍ୟ କରି ଆସିଛନ୍ତି। ଶେଷରେ ମୁଁ ସେହି ପୂଜ୍ୟ ଗୁରୁଜୀଙ୍କ ପାଦ ପଦ୍ମରେ ମୁଁ କୋଟି କୋଟି ପ୍ରଣାମ କରି ବିଦାୟ ନେଉଛି। ଭଗବାନ ନିକଟରେ ତାଙ୍କର ସ୍ୱଚ୍ଛ ଦୀର୍ଘାୟୁ ଜୀବନ ପାଇଁ କାମନା କରୁଛି। ମୁଖ୍ୟ ଶିକ୍ଷକ ମହୋଦୟ, ମୋର ପ୍ରିୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଏବଂ ମୋର ପ୍ରିୟ ସହପାଠୀଗଣ, ଆଜି ମୁଁ ଏଠାରେ ମୋର ପ୍ରିୟ ଶିକ୍ଷକ ଶ୍ରୀ ଋଷିକେଶ ଦାସ ସାରଙ୍କର ଅବସର ଉପଲକ୍ଷେ ମୁଁ କିଛି କହିବାକୁ ଆସିଛି। ସାର୍ ଆମ ସ୍କୁଲକୁ 2 ବର୍ଷ ପୂର୍ବେ ଆସିଥିଲେ ପ୍ରଧାନ ଶିକ୍ଷକ ଭାବେ। ସେ ଆମ ସ୍କୁଲକୁ ବହୁତ ଭଲ ଭାବେ ଚଳାଉଥିଲେ। ଏ ଅଳ୍ପ ସମୟ ମଧ୍ୟରେ ସେ ଆମ ସ୍କୁଲକୁ ଆମକୁ ବହୁତ ଭଲ ପାଉଥିଲେ ଓ ସେ ଆମକୁ ବହୁତ ଭଲ ପଢ଼ାଉଥିଲେ, ବୁଝାଉଥିଲେ ଓ ଭୁଲ ହେଲେ ରାଗୁନଥିଲେ। ସାର୍ ଅବସର ନେଉଛନ୍ତି। ଆମେ ଭଗବାନଙ୍କୁ ପ୍ରାର୍ଥନା କରୁଛୁ ଯେ ଆପଣଙ୍କର ସଦା ସୁସ୍ଥ ଓ ଖୁସିରେ ରୁହନ୍ତୁ। ଏତିକି କହି ମୋ ବକ୍ତବ୍ୟ ଶେଷ କରୁଛୁ। କାରଣ ଆମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଋଷିକେଶ ସାର୍ ମହୋଦୟଙ୍କର ବିଦାୟର ଦିନ। ସେ ଆମ ବିଦ୍ୟାଳୟକୁ ଆସିବା ବେଳରୁ ତାଙ୍କ ଧର୍ମ, ନିଷ୍ଠା ଓ ଉଦ୍ୟମ ବଳରେ ଆମ ବିଦ୍ୟାଳୟକୁ ଆଗେଇ ନେଇଛନ୍ତି। ସେ ଆମକୁ ଏ ସମାଜ ଓ ପରିବେଶ ବିଷୟରେ ଅନେକ କଥା ଶିଖେଇଛନ୍ତି। ସେ ତାଙ୍କ ଶିକ୍ଷା ଓ ଜ୍ଞାନ ପଦ୍ଧତି ବଳରେ ଆମ ଯେକୌଣସି ଜଟିଳ ବିଷୟକୁ ସରଳତାର ସହ ବୁଝେଇ ପାରନ୍ତି। ଏହା ସହିତ ସେ ଛାତ୍ରଛାତ୍ରୀମାନଙ୍କୁ ସ୍ନେହ ମଧ୍ୟ କରନ୍ତି। ଯିଏ ଆମ ବିଦ୍ୟାଳୟ ପାଇଁ ଏତେ ସବୁ କିଛି କରିଛନ୍ତି, ସେ ଆଜି ଆମ ବିଦ୍ୟାଳୟରୁ ବିଦାୟ ନେଉଛନ୍ତି। ମୁଁ ଏତିକି କହି ମୋ ବକ୍ତବ୍ୟ ଶେଷ କରୁଛି। ଧନ୍ୟବାଦ ଅଞ୍ଜଳି। ହେଉଛି ଏକ ଦୁଃଖର ଦିନ, କାରଣ ଆମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଋଷିକେଶ ସାର୍ ମହୋଦୟଙ୍କର ବିଦାୟ ଦିନ। ସେ ଆମ ବିଦ୍ୟାଳୟକୁ ଆସିବା ଦିନଠାରୁ
ବିଦ୍ୟାଳୟକୁ ଆଗେଇ ନେଇଛନ୍ତି। ସେ ଆମ ବିଦ୍ୟାଳୟ ପାଇଁ ନୁହେଁ, ଏହି ଅଞ୍ଚଳର ସମସ୍ତ ବ୍ୟକ୍ତିମାନଙ୍କ ପାଇଁ ଗୌରବ ଏବଂ ଆଦର୍ଶ ଅଟନ୍ତି। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ। ଆଜିକାର ଏହି ବିଦାୟ ଦିନରେ ମୋତେ କିଛି କହିବାର ସୁଯୋଗ ମିଳିଥିବାରୁ ମୁଁ ମୋ ନିଜକୁ ଧନ୍ୟବାଦ କରୁଛି। ଏହି ଦିନ ଆମ ପାଇଁ ଏକ ଦୁଃଖର ଦିନ, କାରଣ ଆମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହୃଷିକେଶ ମହୋଦୟଙ୍କର ବିଦାୟ ଦିନ। ସେ ଆମ ବିଦ୍ୟାଳୟକୁ ଆସିବା ଦିନଠାରୁ ତାଙ୍କ ଧର୍ମ, ନିଷ୍ଠା ଓ ଉଦ୍ୟମ ବଳରେ ଆମ ବିଦ୍ୟାଳୟକୁ ଆଗେଇ ନେଇଛନ୍ତି। ସେ ଆମ ଛାତ୍ରଛାତ୍ରୀମାନଙ୍କୁ ବହୁତ ସ୍ନେହ ଆଦର କରନ୍ତି। ଏତିକି କହି ମୁଁ ବକ୍ତବ୍ୟ ଶେଷ କରୁଛି। ଅନୁରୋଧ କରିବି ପବିତ୍ର ମୋହନ ଦାସ। ସୂର୍ଯ୍ୟ ଆଲୋକ ବାଣ୍ଟୁଥିବା ସୂର୍ଯ୍ୟ ଦିନେ ଅସ୍ତଯାଏ, ଆଲୋକ ବାଣ୍ଟୁଥିବା ପ୍ରତିଭା ମଧ୍ୟ ଦିନେ ଲିଭିଯାଏ। ଏଇଟା ଚିରାଚରିତ ପଦ୍ଧତି। ଆଜି ସେ ସାରା ଜୀବନ ପିଲାମାନଙ୍କ ଗହଣରେ ଜଣେ କୃତି ଶିକ୍ଷକ ଭାବରେ ନିଜର ସୁନାମ ଅର୍ଜନ କରିଛନ୍ତି। ମୁଁ ଭାବୁଛି ନିଶ୍ଚିତ ଭାବରେ ସେ ପିଲାମାନଙ୍କର ହୃଦୟରେ ସବୁଦିନ ପାଇଁ ଉଜ୍ଜୀବିତ ହୋଇଥିବ। ସେ କୀର୍ତ୍ତି ସହ ଜୀବନ୍ତି। ନିଶ୍ଚିତ ଭାବରେ ମୋର ବନ୍ଧୁ ଋଷିକେଶ ନିଶ୍ଚିତ ଭାବରେ ସମସ୍ତଙ୍କର ଏ ଅଞ୍ଚଳର ଏବଂ କୁନି କୁନି ପିଲାମାନଙ୍କର ହୃଦୟରେ ରହିବ। ନିଶ୍ଚିତ ଭାବରେ ଏ ଆଶା ପୋଷଣ କରୁଛୁ। ଗୋଟେ ଛୋଟିଆ କବିତା ମୁଁ ଆଜି ପାଠ କରୁଛି। ଅବସର ଦିନ ସମ୍ବର୍ଦ୍ଧନା ପରେ ପିଅନଟା ଆସି ପଚାରେ, ଟେବୁଲ ଡ୍ରୟର ଦେଖନ୍ତୁ ସାରେ, ରହିଗଲା କି କିଛି ପଛରେ? ସାର୍ ଭାବୁଥାନ୍ତି 32 ବର୍ଷ ସ୍ମୃତି ରହିଗଲା ପଛରେ, ଡାଇରୀ କଲମ ଚଷମାର ଖୋଳ ଏସବୁ କିଏ ପଚାରେ? ଜୀବନ ଏମିତି ନାଟକଟେ ବନ୍ଧୁ, ଲେଖି ପଡ଼ି ବୁଝି ପାରିଲେ ହେଲା। ଜୀବନ ଏମିତି ନାଟକଟେ ବନ୍ଧୁ, ଲେଖି ପଡ଼ି ବୁଝି ପାରିଲେ ହେଲା। ଦିନ ପାଇଁ ଦୁନିଆ ମଞ୍ଚରେ, ଦିନ ପାଇଁ ଦୁନିଆ ମଞ୍ଚରେ ଅଭିନୟ ସରିଗଲେ, ଅଭିନୟ ସରିଗଲେ ସକାଳ ଭରି ଯାଉ। ମୁଁ ମଧ୍ୟ 2024 ରିଟାୟାର୍ଡ କରିଛି। ମୋର ଗୋଟେ ନୂତନ ବନ୍ଧୁ ପାଇଗଲି। ଯାହା ହଉ ଏତିକି କହି ମୋର ବକ୍ତବ୍ୟ ମୁଁ ଶେଷ କରୁଛି। ଯେମିତି ଆସୁଥିଲେ ସବୁବେଳେ ସମ୍ଭବ ନହେଲେ ବି କିଛି ସମୟ ପାଇଁ ବିଦ୍ୟାଳୟକୁ ଆସନ୍ତୁ ଏବଂ ଆମମାନଙ୍କ ପ୍ରତି ଥିବା ଯେଉଁ ସ୍ନେହ, ଶ୍ରଦ୍ଧା, ଭଲ ପାଇବା ତାକୁ ନିଶ୍ଚିତ ଭାବରେ ବାଣ୍ଟିବେ। ଏଥିରୁ ଟିକେ ବି ଉଣା କରିବେନି। ଶେଷରେ ମୋର 2 ପଦ ଗୀତ। ବିଦାୟର ବେଳା ତୁମ ପାଇଁ ଆମ ପାଇଁ, ସଖା ସମାନରେ ବିଦାୟ ଦେଉଛୁ, ମନୁ ଭୁଲି ଯିବେ ନାହିଁ, ମନୁ ଭୁଲି ଯିବେ ନାହିଁ। ସମୟର
हाईस्कूल प्रधान शिक्षक समेत समस्त सहकारी शिक्षक शिक्षयित्री मैंने आमर विदायी शिक्षक संबंधित प्रतिभा श्रीजुक्त ऋषिकेश दास महोदय को संबोधित कर जनकल्याण नोडल हाईस्कूल कुसुमी करतल दी संबोधित करवा जनकल्याण नोडल हाईस्कूल कुसुमी संबोधित कर प्रधान शिक्षक एवं समस्त सरकारी शिक्षक शिक्षयित्री मैंने जीवित କରିଛନ୍ତି ମୁଁ ସେଥିପାଇଁ ସର୍ବପ୍ରଥମେ ତାଙ୍କୁ ପ୍ରଣାମ ଜଣାଉଛି ଏ ମାଟିକୁ ବାରମ୍ବାର ପରେ ଏହି ବିଦ୍ୟାଳୟର କଳ୍ପଫୁଲଟି ଯେଉଁ ମହାମାନବ ମାନଙ୍କର ମନଭୂମିରେ ଲୁଚି ରହିଥିଲା ଏବଂ ତାକୁ ଆଜି ମହାଧ୍ରୁବରେ ପରିଣତ କରିବା ପାଇଁ ଯେଉଁମାନେ ସମସ୍ୱରିତ ସ୍ୱାଦକୁ एकत्र करी सदरे सहिचंती केते अमाप क्रांति शांति और वेदनार्थ जंत्रणा ସେମାନେ ଆଜି ଯୋଉଠି ଥାନ୍ତୁ ନା କାହିଁକି ସେଇମାନଙ୍କୁ ମୁଁ ଆଜି ବାରମ୍ବାର ପ୍ରଣାମ କରୁଛି ଆଉ ଅଧିକ କଣ କହିବି ଆଉ ସାମାଜିକ କଥା ଗୋଟିଏ ମାତ୍ର କଥା କହିବି ସତ କହିସାରିଛନ୍ତି ଆମ ଗାଁର बंध व्यक्ति माने अमर श्रद्धेय रवि सान भाई से कही सारी तेरे एति कहली जमीती चुंबक लुहा को टाणिला होई ता भितर गोटे चुंबकीय शक्ति थिला आप जानते ये मैग्नेटिक स्टील कैन कीप 12 टाइम्स ऑफ इट्स ओन वेट इफ इट इज demagnetized this same piece of steel cannot lift even a finger. Really, he knows that he is born to win and succeed. Really, he is a magnetized person in our society. कृषि सार जे सनातनी धर्मर निदर्शन तेणु धुया अंचल प्रत्येक विद्यालय प्रत्येक शिक्षक यथा सम्मान ट्रूथफुल इन स्पीच फियरलेस एक्शन से कौन कार्य को डरती नहीं विशेषकर वृत्तिर जीवन शेष पर्याय जो आम मुख्य प्रशासक दायित्व थी आंचलिक प्रबंध व रिजनाल मैनेजर थे जो आम प्रति मास शेष दिन गोटे विधायी सभा जोग दूँ कारण किए ना किए रिटायर करुले किंतु से सभा सब अध घंटे 45 मिनट भितर सीमित रोता 6 घंटा 8 घंटा धरी कौन सभा चल ना तेणु ये जो सभा चलला 6 घंटा 8 घंटा धरिकी प्रमाणित करुच्ची शिक्षकों लोकप्रियता एवं ये लोकप्रियता एवं छात्र प्रियता मु आश्चर्य होची जे ए क्लस्टर रे जते शिक्षक अछंती तार तो समस्ते आज वर्किंग रे स्कूल रो बहुत हुए तेणु वर्किंग रे सत्यबद्ध समाज सभा बाहर आसिकी जेवली भाव में विशेष दास को विदायी प्रधान शिक्षकों को संबोधित करे विदायी वक्तव्य रखिले मु अभिभूत हेली अन्य कौन वृत्ति हुए तो एक संभव हो पारे ना एवं केवल अभिभूत हेली ना एवं मु दुख मो भीतर भीतर दुख आसला जे आम जो वृत्ति रही से वृत्ति एभली एक सुजोग नाला मु प्रथम शिक्षकता वृत्ति थी 5 वर्ष अध्यापक चाकरी करी 5 वर्ष पर छाड़ी बैंक में जॉइन कली तेणु मुझे आज विधायक सभा देखला अनुभव कर अध्यापक थे बर बहुत भल होता एमती गोटे विधायक सभा अंश हो पारि था तेणु जो मैंने शिक्षक से अंततः निजक धन्य मन करा कथा गौरवान्वित मन करा उचित छात्र छात्र मैंने सकाल प्रगल्भ
କହୁଥିଲେ ସେତେବେଳେ ଜଣଙ୍କର ଭାଷଣ ଶୁଣି ତ ଭାବେ ଏବେ ବଡ଼ ହେଲା ପରେ ନେତା ନିଶ୍ଚୟ ହବ। ତେଣୁ ସେଇ ଯେଉଁ ପିଲାମାନଙ୍କର ଯେଉଁ ଭଲ ପାଇବା ଆଉ ଅଭିଭାବକ ମାନଙ୍କର ଏବଂ ବିଶେଷ କରି ସହକର୍ମୀ ମାନଙ୍କର ଯେଉଁ ଭଲ ପାଇବା ଏଠି ମୁଁ ଆଜି ଦେଖିଲି ମୋତେ ଅଭିଭୂତ କଲା। ମୁଁ ଯେହେତୁ ବହୁ ଲୋକ ଏଠି ଭାଷଣ ଦେଇ ଗଲେଣି, ମୁଁ ବିଶେଷ କାହାର ନାମ ଉଲ୍ଲେଖ କରୁନାହିଁ, କେବଳ ଗୋଟେ ଛୋଟିଆ କାହାଣୀ କହିକି ମୋର ବକ୍ତବ୍ୟ ସାରି, କାରଣ ଆଜି ଏତେ ସମୟ ଅତିକ୍ରାନ୍ତ ହେଲେ ଆପଣଙ୍କର ଭାଷଣ ଶୁଣି ଶୁଣି 6 ଘଣ୍ଟା ଧରି ଭାରାକ୍ରାନ୍ତ ହୋଇସାରିଲେଣି। ତେଣୁ ମୁଁ ଆପଣଙ୍କୁ ଆଉ ଭାଷଣ ଦେଇକି ଭାରାକ୍ରାନ୍ତ କରିବା ଭଳି ମାନସିକତା ମଧ୍ୟ ନାହିଁ। ମୁଁ ଗୋଟେ ଛୋଟିଆ କଥା କହିବି, ଯେହେତୁ ଜଣେ ଗୁରୁ ଆଜି ଅବସର ନେଉଛନ୍ତି, ସେ ଗୁରୁଙ୍କ ସମ୍ପର୍କୀୟ ଗୋଟେ ଛୋଟିଆ କାହାଣୀ କହିକି ମୋର ବକ୍ତବ୍ୟ ସାରିବି। ଥରେ ଆପଣମାନେ ସମସ୍ତେ ଜାଣନ୍ତି ସତ୍ଗୁରୁ କିଏ ଆଉ ସତ୍ ଶିକ୍ଷକ କିଏ ଆପଣମାନେ ଜାଣିଛନ୍ତି, ଏବଂ ସତ୍ସଙ୍ଗରେ ସତ୍ଗୁରୁ ମିଳନ୍ତି। ଆମେ ଆସିଥିଲୁ ଆମର ଭାଇର କୃତି କଣ ଥିଲା, କଣ ସେ କରିଛି, କଣ ସେ ନ କରିଛି, ସେ ବିଷୟରେ ଆମେ ଶୁଣିବା ପାଇଁ ଆସିଥିଲୁ। ବିଷୟ ଥିଲା ଆମର ବୃତ୍ତି ଏବଂ ବୃତ୍ତି, ତାର ବୃତ୍ତିରେ ସେ କଣ କରିପାରିଛି ଏବଂ କଣ କରି ନ ପାରିଛି, ସେଇ କଥା ଶୁଣିବା ପାଇଁ ଆମେ ଆସିଥିଲୁ ଏବଂ କହିବା ପାଇଁ ନୁହଁ। ଆମ କଥା ଆମେ ନିଜେ କହିବାଟା ବାହୁଲ୍ୟ ମାତ୍ର ହବ। नमस्कार, मो ना शुभश्री सामल, मु पल्लीमंगल उपरा विद्यालय छात्री अटे। आज विदायकालीन उत्सव स्कूल प्रधान शिक्षक श्रीजुक्त ऋषिकेश दास महोदय विदायकालीन उत्सव। यही उत्सव आमे माने तांकु विदाय दौचु सत, किंतु निजर अंतर विदाय केबे दे पारिबु, कारण आमे जत्ते भी भूल करथाउ से हमर सबु दोष को घोड़े हमको बुझाई थांती जे आमे केमिति उन्नति करिबु, आमे केमिति आम लक्ष्य स्थल पहुंची पारिबु, से सब बेले बुझांती जे भल पढ़, भल मनीष हुआ, भल बाटर जाओ, आ जीवन जत्ते भी बाधा विघ्न आसू समस्त पार कर। जमिति जितेबाला आम कौन पाठरे भूल करूँ कि कौन करूँ, सार आमको न मारी बहुत सरल भाव में बुझाई दिखती। कहती सबु प्रैक्टिस कर, से जिनसा सब प्रैक्टिस कर। एति कहबी सार विषय। धन्यवाद। पल्लीमंगल विद्यालय सहकारी शिक्षक सुशांत कुमार नायक। आज आम प्रधान शिक्षक ऋषिकेश दास महोदय आज तक अवसरकालीन संबर्धना उत्सव हो। दीर्घ 2 वर्ष 6 मास है आम विद्यालय प्रधान शिक्षकता कर, जहाँफल आम से एत फ्रेंडली मिसती आमको से हेडमास्टर बोली लगती आमर जमी बड़ भाई कि आम निजर अति अति परिचित, बहुत आगु परिचित। आउ गोटे भल गुण था, से केवल सन्देह करते, फ्रीडम दिखती, स्वाधीनता दिखती, एमती कि आम जहाँ कले भी सी कहते 100% ठीक। आमर कौन त्रुटि देखती, त्रुटि बाछती भी, से गोटे मानता। आउ गोटे जिन से आसला आम विद्यालय जो परिवेश उपर बेसी गुरुत्व देले, से परिवेश कौन कि आम विद्यालय बाउंश गछ पूरा आवरण होगी, जहाँकि आगुरी जो प्रधान शिक्षक मैंने थे चेष्टा करते किंतु से सफल होना, किंतु सारंकर एमती गोटे जादू कथा कहबार गोटे एमती गोटे कहबार गोटे महात्म्य अच्छी, जहाँकि से मैंने अन्य मानक आकृष्ट कर देते। जो लोग मना करते ना आम बाँस काटबूनी, से लोग सार कथार प्रभावित हो कहे ना ठीक अच्छे पिला मानकर क्षति हो बाँस काटी दिखते। छड़ा आउ गोटे जिन मुख्य जिन पानी समस्या देखा होता, सरकार को बहुत कहला पर भी से आम ट्यूबवेल देते अथच से ट्यूबवेल पानी बाहर नाला। आम विडीओ को दरखास्त देचु, तहसिलदार को कहूँ, उच्च कर्तृपक्ष को कहूँ, बीओ ऑफिस रे कहूँ, तथापि किसी है किंतु निकट जो पानी जल जाइए आउ गोटे कनेक्शन नेलापर आम गोटे 1000 लिटर गोटे टांकी बसैलु, जहाँफल झील पिला जो असुविधा होता शौचालय से प्रकार सब समस्या समाधान है। ता छड़ा विशेषकर रोसैया आम रोसई करती
ସେ ପାଣି ଟିଏଲୁ ମାରି ମାରି ତାଙ୍କ ଛାତି ଦରଜ ହେଇଯାଏ, ହାତ ବାହୁ ଦରଜ ହେଇଯାଏ, ତଥାପି ସେମାନେ ଦୁଃଖ ପ୍ରକାଶ କରନ୍ତି। ତେଣୁ ସାର୍ଙ୍କୁ ଆମେ କହିଥିଲୁ ସାର୍ ଏ ପାଚିଲାଙ୍କର ଦୁଃଖ ଟିକେ ଲାଘବ କରନ୍ତୁ। ସେଟା ଠିକ୍ ଅଛି, ନେକ୍ସଟ ଟାଇମ୍ ଆମ କମ୍ପୋଜିଟ୍ ଗାର୍ଡ଼ ହେଲେ ଆମେ ପ୍ରଥମତଃ ତାଙ୍କ ପାଇଁ ପାଣିର ପ୍ରୋବ୍ଲେମ୍ ସଲ୍ଭ କରିବା। ଇଏ ହେଉଛି ସାର୍ଙ୍କର ମହାନତା। ଆଜି ଯେଉଁ ବିଦାୟକାଳୀନ ସମ୍ବର୍ଦ୍ଧନା ହେଉଛି ସେ ସମ୍ବର୍ଦ୍ଧନାରେ ଏ ଅଞ୍ଚଳର ଆଖପାଖ 5ଟି କ୍ଲଷ୍ଟରର ଶିକ୍ଷକ, ପାଖାପାଖି 120ରୁ 130 ଶିକ୍ଷକ, ଗ୍ରାମବାସୀ, ଛାତ୍ରଛାତ୍ରୀ, ଅଭିଭାବକ ଅଭିଭାବିକା ଏବଂ ଯେତେ ଅଛନ୍ତି ଆମର SMC ମେମ୍ବର, ପୂର୍ବତନ SSC ମେମ୍ବର, ଏବେକାର SMC ମେମ୍ବର, ଗ୍ରାମବାସୀ ସମସ୍ତେ ଆସି ସଭାଟିକୁ ସାଫଲ୍ୟମଣ୍ଡିତ କରିଛନ୍ତି। ଇଏ ହେଉଛି ଗୋଟେ ସାର୍ଙ୍କୁ ଏତେ ଭଲ ପାଉଥିଲେ, ସେଥିଲାଗି ସମସ୍ତେ ଆସିକି ଏକଜୁଟ ହୋଇପାରିଲେ, ଯାହାକୁ ଆମକୁ ଆମର ଯେଉଁ ସଭାଟିକୁ ବହୁତ ସାଫଲ୍ୟମଣ୍ଡିତ ହେଲା। ଏଥିପାଇଁ ମୁଁ ବକ୍ତବ୍ୟ ଶେଷ କରୁଛି। ମୁଁ ହେଉଛି SMC ମେମ୍ବର ଜଣେ, SMC ର ମେମ୍ବର ଜଣେ। ଆଉ ମୁଁ କ'ଣ କହିବି ସାର୍ଙ୍କ ବିଷୟରେ କହିବି ପାରିବାକୁ ମୋର ଆଉ କିଛି ଇଏ ନାହିଁ, କିନ୍ତୁ ସାର୍ ଏତେ ବଢ଼ିଆ ଯେ ଯେତେବେଳେ ଆମେ ଆସୁ ଆମକୁ ସବୁବେଳେ ସାର୍ ସବୁବେଳେ ଆମକୁ ଭଲ ଉପଦେଶ ଦେଇଥାନ୍ତି। ସବୁ କଥାରେ ସବୁ ପଚାରନ୍ତି ଆମକୁ, ସବୁ ଏଟା କରିବୁ ନା ସେଟା କରିବୁ, ସବୁ କଥାରେ ସାର୍ ସବୁବେଳେ ଆମକୁ କହିଥାନ୍ତି, ସବୁ ପଚାରିଥାନ୍ତି। ସବୁ କାମ କଲାବେଳେ ବି ଆମକୁ ସବୁ କଥା ପଚାରିଥାନ୍ତି। ଆମେ ବି ସାର୍ଙ୍କୁ ଏତେ ଭଲ ପାଉ, ମାନେ ବାପାଙ୍କ ଠାରୁ, ଆମ ବାପାଙ୍କ ଏଜ୍ର ସେ ସାର୍ ଆମକୁ ଏତେ ସ୍ନେହ କରନ୍ତି, ଆମେ ବି ତାଙ୍କ କଥା କିଛି କହି ବି ପାରୁନୁ। ଏ ବିଦାୟକାଳୀନ ଇଏରେ ଆମକୁ ଭାରି ଦୁଃଖ ଲାଗୁଛି। ସାର୍ ଆମକୁ ଛାଡ଼ିକି ଚାଲି ଯାଉଛନ୍ତି, ଆମକୁ ଏତେ ଦୁଃଖ ଲାଗୁଛି। ସାର୍ଙ୍କୁ କହିବାକୁ ବୋଧେ ବି ଆମ ମନକୁ ଆସୁନି। ଏତେ ସୁନ୍ଦର ସାର୍, ତାଙ୍କ ଭଳିଆ ସାର୍ ବି ଆମେ ପାଇବୁନି। ଏତେ ସୁନ୍ଦର ସାର୍ ସେ ଥିଲେ, ଆଉ ଆମ ପିଲାମାନଙ୍କୁ ଏତେ ସ୍ନେହ ଶ୍ରଦ୍ଧା କରିଛନ୍ତି। ସିଏ ପିଲାମାନେ ବି ଭୁଲି ପାରୁନାହାନ୍ତି, ସେମାନେ ବି ସବୁବେଳେ ସାର୍ଙ୍କ କଥା ହିଁ କହୁଛନ୍ତି। ଆମ ସାର୍ ହୁସି ସାର୍ ଭଳିଆ ସାର୍ ଆମେ ପାଇବୁନି। ସିଏ ଏତେ ସ୍ନେହ ଶ୍ରଦ୍ଧା କରନ୍ତି ପିଲାଙ୍କୁ, ବିଦ୍ୟାଳୟକୁ, ସମସ୍ତଙ୍କୁ, ଆମ ମେମ୍ବରମାନଙ୍କୁ ବହୁତ ଭଲ ପାଆନ୍ତି। ସବୁ ଦିଦି ସାର୍ ଆଉ ପ୍ରତ୍ୟେକ ସ୍କୁଲ ସାର୍ଙ୍କ କଥା ବି ଚିହ୍ନିଥାନ୍ତି, ସମସ୍ତଙ୍କ କଥା କୁହନ୍ତି। ତାଙ୍କ ଭଳିଆ ସାର୍ ଆମେ ପାଇବୁନି। ଆମେ ଯେତେବେଳେ ସାର୍ଙ୍କୁ ଯେତେବେଳେ ଫୋନ୍ କରୁ ସବୁବେଳେ ସେ ଭଲରେ ଅଛନ୍ତି ନା ଏମିତି ସବୁ କଥା ପଚାରନ୍ତି। ଆଉ ସାର୍ ପିଲାଙ୍କ କଥା ବି ଫୋନ୍ରେ ପଚାରି କୁହନ୍ତି, ଆପଣଙ୍କ ପିଲାଙ୍କୁ ଟିକେ ଦେଖିବେ, ପିଲା ଅତି ବଢ଼ିଆ, ତାଙ୍କ ପାଠପଢ଼ା ଅତି ଟିକେ ନଜର ଦେବେ, ଏସବୁ ବି ସିଏ ସବୁବେଳେ ଆମକୁ କୁହନ୍ତି। ହେଲେ ସେଭଳିଆ ସାର୍ ଆମ ସ୍କୁଲ ଛାଡ଼ିକି ଚାଲି ଯାଉଛନ୍ତି, ଆମକୁ କିଛି ଭଲ ଲାଗୁନି। ଆମେ ଆଉ ସେମିତିଆ ପାରିବୁନି, ଏତେ ଭଲ ଲାଗନ୍ତି ସେ ସାର୍। ସେଇ ଭଲ ମଣିଷର ସଂଜ୍ଞା ଭିତରେ ଗୋଟେ ବଡ଼ କଥା ଆସିବ ଯେ ସେ ମଣିଷ ଭିତରେ ଆତ୍ମବଳିମା ନଥାଏ। ସେ ମଣିଷ ଜଣକ ନିଶ୍ଚିତ ଈଶ୍ୱର ବିଶ୍ୱାସୀ ହୋଇଥାଏ। ସେ ମଣିଷ ନିକଟରେ ହିତର ଭାବ ନଥାଏ। ସେ ମଣିଷ ନିକଟରେ ଊର୍ଜା ଥାଏ, ଉର୍ମି ଥାଏ। ତେଣୁ ଏ ସବୁ ଦୃଷ୍ଟିରୁ ଯଦି ବିଚାର କରିବା, ये समस्त गुणर अधिकार थे आमर कृषिता बड़ कथा हूँ मूल जिनटा धरी जाता पितामाता आशीर्वाद हो पारे, भाई मान आशीर्वाद हो पारे, गुरु गुरुजन आशीर्वाद हो पारे, कि ईश्वर आशीर्वाद पाए जहाँ को आम कहती कैरेक्टर। पल्लीमंगल सरकारी संयुक्त उच्च प्राथमिक विद्यालय आली गोविंदपुर मानपत्र श्रीजुक्त ऋषिकेश दास अवसर प्राप्त प्रधान शिक्षक हे यशस्वी बृहस्पति तारुण्य प्रथम पाहचरे गुरुमंत्र महादीक्षा को अंगीकार करि निज हाथ में माटी पिंडोला को देइछंती पूर्णतम रूप ज्ञानर गारिमारे ऐश्वर्यर महिमारे और आदर्शर तुंगिमारे निजक परिशीलित करी गढ़ी अनेक कर्ण अर्जुन ए जुगर विश्वकर्मा भावे आपण सर्वत्र विदित विभिन्न शिक्षानुष्ठान आपण त्याग और साधना को नहीं ये शिक्षा क्षेत्र में बेस गौरवान्वित शिक्षार गभीर स्पंदन सत्यर आविष्कार आपण जीवनव्यापी समर्पण आमको अभिनंदित कर हे यशस्वी आपण जने दक्ष प्रधान शिक्षक भावे आम विद्यालय कार्य करी
ता 31/12/2025 रिखारे अवसर ग्रहण करी सेवा निवृत्त जीवनानय वर्तमान गतिशील आपणकर महनीयता और हृदयवर्ती आजिर समय विरल आजिर ए वर्णाढ्य समारोह आपण को यथोचित संबर्धित करी आपण मन परदारे आंकी देउछु सुदीर्घ जीवन योद्धार निरामय नीड़ कलिमंगल सरकारी संयुक्त उच्च प्राथमिक विद्यालय आली गोविंदपुर। जय हिंद। धन्यवाद अभय सर। के गच्छटा बस बस रेडी धरी छंद वीडियो तो 10-20 सेकेंड ना हले जगद्गुरु मदात्मा सर्वभूतात्मा तस्मै श्री गुरुवे नमः। सर्वप्रथमे परम कारुणिक परम प्रेममय प्रभु श्री श्री जगन्नाथ महाप्रभु माँ सुभद्रा देवी बलभद्र महाप्रभुंकर चरणार बिंदरे अनंत कोटि प्रणाम जनाऊछि। मोर शिक्षक शिक्षिका भाई भौणी ये क्लस्टर ये निकटस्थ क्लस्टर समग्र ये केन्द्रापड़ा जिला आसीथिबा विभिन्न शिक्षक शिक्षिका भाई भौणी जाजपुर जिल्ला आसीथिबा भद्रक भी आसीथिबा समस्त को मोर मधानत प्रणाम जनाऊछि। आउ पिलामानंकु मोर आशीर्वाद दउछि से माने भल मनीष होतु। चाकरी जीवन दुई दिन आसे चाकरी जीवन दुई दिन आसे देखु देखु गला सरी करम भूमिरु अवसर नेई निज घरे जीवी फेरी 35 वर्ष चाकरी जीवन तार आज परिसमाप्ति। सार माने जिते जहाँ कहले मु सतरे सेतिके नुह तथापि सेमाने जहाँ कहले मु भाबुचे मु समस्तंक पाखरे आज ऋणी हो जाइछि। मो पाखरे आ भाषा नाही कि कथा नाही कि शब्द नहीं कहवा पाए केवल एतिकी कहबी जे बहुत थर मु घरे मध्य कहिछि मु ए विद्यालय को जेते बेले आसीबा कथा हैला मोर प्रमोशन कथा हैला मु प्रथमे गोटे अन्य विद्यालय को जीवा पाई स्थिर करिथिली। सेमाने मध्य मते बहुत कहिथिले सर आपण आसंतु कहीं की के जानी कहि परिबेनी। हठात रास्ता रे मोर देखा हेले मणि सर कहले सर सेठी आपण को झियो अछि आपण कोन फ्री लागिबो तांकर कई पद कथा एवं वास्तवता को अनुभव करी मु संगे संगे मोर प्रिय संग रमाकांत सर को कही फोन रे सर मोर टिके चेंज कर देबे मु कही आपण को मु जीवी बोली किंतु ये शेष मुहूर्त रे मु टिके एतिकी चाहूची मते पल्ली मंगल को टिके मोर सजेशन देई सेटा को पास कर दियंतु। जाओ से मो मते बहुत भल पाती से आज आसी पारि नांती तांको स्त्री रो असुस्थता पई से बॉम्बे रे अछंती हेले से मोर बहुत हिताकांक्षी संगे संगे परिवर्तन करी देथिले एई
पल्लीमंगल विद्यालय को आसला बेले भाभी नथिली सतरे मते एते सम्मान मिलुची एते कथा एठी होउची केमिति संभव कहीं संभव आज भी भाविले मते आश्चर्य लगुची तबे आसिकी पहुंचला परे सार मानकर जो व्यवहार कमिटी लोक मानकर जो आत्मीयता मते कहीं एते भावरे बांधी रखिला मु आज नुह बंचित जाए भूली भी पारिबिनी से दिन मते सार कहिथिले आज जे प्रधान शिक्षक भूमिका अवतीर्ण कहिथिले सार मु कथा दउची आपणकर कौनसी असुविधा हेबने एवं समस्त कार्य मु तुलेबी मु कथा को विश्वास करिथिली एवं आगे थिली तापरे मो पाखरे थिले पूर्वरु जनाशुना आमर एई गाँ माटीर पुओ जणे सुरक्षा कर्मी ये विद्यालय पाई मु कहिबी आउ जा पाई हो ना कहीं न हो कहीं से होचंती आमर सुशांत नायक सार बुढ़ा सार भावरे सर्वविदित कई पद कथरे मते एते भल पाइथिले कहले सार आपण थिबा जाय आपण को पादरे कंटा भी फुटिबनी समस्ते प्रतिश्रुति पालन करिसंती किंतु मु मो प्रतिश्रुति केते दूर पालन करिछि मु कहि पारुनी तबे जा एते सुंदर सहकर्मी पाइछि प्रियंका भली सुंदर झियटे पाइछि जे कि मते प्रति मुहूर्त रे एठी चाहा करी कि दबा सहित मोर समस्त कथा को बुझिबा एवं ता सहित कुनी जे एठी बिना वेतन रे खटुची केबे मते 2.5 वर्ष भितरे खाई सारिबा परे थाली उठेई देनी आउ स्टाफ को कथा एया मो घरे बहुत थरा कहिछि मते एथि सुंदर भावरे सेमाने मारंती हम कहि परिबिनी सार जदि परिश्रा करी जिबे कहबे सार मु जाउची छोटो पिला वाली सार मोर 5 मिनिट टिके देरी हबो ओरे एथि टिके काम अछि मोर टिके 2 मिनिट देरी हबो कोनोसी दिन एप्लीकेशन न देई से माने जानतिनी आउ जेते बेले कोनोसी काम रे मु तांकु पठे मु किछि काम करेनी सबु सेवा ही करिसंती प्रशंसा मु नउची जेते बेले जो काम करिवा को जानती दूर को छाड़ी देले सिंहपुर बाळमुकुळी के जो काम करिवा को पठे दिने गोटे टंकाटिए मध्य से माने नियंतिनी कहती सार आमे कौन काम एते ठीक भाव करूछु जे आपण आमे एठी चली गलु हमकु तेल खर्च दवा पई कहउचंती ताई भी नियंतिनी आ मु भल भाव जानी छी ये विद्यालय गोटे पैसा को कौन बाटे से माने नष्ट करने को भी चाहती कि आत्मसात करने को भी चाहती प्रत्येक पैसा को सठिक मात्रा विनियोग करी ए विद्यालय को आगे नबारे सही मान ही होचंती कर्णधार ता सहित कहबी कमिटी मेंबर को कथा एमिति कमिटी मेंबर को कोठी देखी नहीं प्रत्येक डाकरारे प्रत्येक फोन रे समस्त आसी एकजुट होती अंध भाव रे मते विश्वास करती मु जहा कहे मते समर्थन करती समस्त पाखरे मु ऋणी समस्त पाखरे आज मु ऋणी हे जाई छी आ एक क्लस्टर कथा एक क्लस्टर रो प्रत्येक शिक्षक शिक्षिका भाई भौणी जते उच्च विद्यालय उच्च प्राथमिक विद्यालय अच्छी
ସମସ୍ତଙ୍କର ଭଲ ପାଇବା ସୀମା ଟପି ଯାଇଛି। ଭାଷା ନାହିଁ ମୋ ପାଖରେ ବର୍ଣ୍ଣନା କରିବାକୁ, ଭାଷା ନାହିଁ ସେମାନଙ୍କର ତ୍ୟାଗ। ଯେକୌଣସି କଥାରେ, ଯେକୌଣସି ମିଟିଂରେ ମତେ ସମ୍ମାନିତ କରିବା ତାଙ୍କର ଗୋଟେ ଉଦ୍ଦେଶ୍ୟ ଥାଏ। ସବୁବେଳେ ମତେ ଡାକିଥାନ୍ତି ଏବଂ ସେଠି ସମ୍ମାନିତ କରିଥାନ୍ତି, ଯାହା ମୁଁ ଯୋଗ୍ୟ ବେଳେ ବେଳେ ନୁହେଁ ବୋଲି ଭାବିଥାଏ। ସମସ୍ତେ ମତେ ଆଜି ଋଣୀ କରିଦେଲେ, ସମସ୍ତଙ୍କ ପାଖରେ ମୁଁ ଆଜି ଋଣୀ ହେଇଯାଇଛି। ହିଞ୍ଜଳ ଚାକିରି 19 ବର୍ଷ, ଜନକଲ୍ୟାଣ ହାଇସ୍କୁଲରେ ଚାକିରି ମୋର 14 ବର୍ଷ, ଏଠି ମାତ୍ର 2.5 ବର୍ଷ। ସମସ୍ତଙ୍କ ପାଖରେ ଭଲ ପାଇବା ପ୍ରମାଣ ଆଜି ଦେଇଛନ୍ତି ସମସ୍ତେ। ଜନକଲ୍ୟାଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଯିଏ ସିନିୟର SCSS କ୍ୟାଡରର ଖାଲି ନୁହନ୍ତି, ଜଣେ ଓସ୍ତା ସଂଘର ମଧ୍ୟ ସେକ୍ରେଟାରୀ ଥିଲେ। ତାଙ୍କୁ ମୁଁ ମୋ ସାନ ଭାଇ ଭଳି ଭାବେ। ପୋଷ୍ଟରେ ସେ ବଡ଼ ପଦରେ ବହୁତ ଆଗରେ, ହେଲେ ତାଙ୍କ ସହିତ ମୋର ସମ୍ପର୍କ, କଥାବାର୍ତ୍ତା, ଭଲ ପାଇବା ବହୁତ ନିଆରା। ଆଉ ଆଜି ଆସିଥିଲେ ଏଠିକି ହିଞ୍ଜଳରେ ଥିଲାବେଳେ, ଅନେକ ତାଙ୍କ ଭିତରୁ ଚାଲିଗଲେଣି ଆର ପାରିରେ। ଆଜି ସମସ୍ତଙ୍କୁ ମୁଁ ପ୍ରଣାମ ଜଣାଉଛି। ତମେ ସେ ଆର ପାରିରେ ଥାଇ ଦେଖୁଥା, ତମ ପାଖରେ ଶିକ୍ଷକତା ଆରମ୍ଭ କରି ମୁଁ ଆଜି ଏଠୁ ବିଦାୟ ଦଉଛି। ସେ ସାର୍ ବି ଆସିଥିଲେ, କରୁଣାକର ସାର୍, ବହୁତ ଭଲ ପାଆନ୍ତି, ନିଜେ ନ ଖାଇ ମତେ ଦିଅନ୍ତି। ରଥ ସାର୍ ବି ମୋ ପାଇଁ ଖାଇବାକୁ ରଖିଥାନ୍ତି। ସେତେବେଳେ ମଧ୍ୟାହ୍ନ ଭୋଜନ ନଥିଲା। ମୋ ଦି ଭାଇଙ୍କର ଯୋଉ ଇମେଜ ଥିଲା, ସମସ୍ତେ ଜାଣିଥିଲେ ଯେ ହେଉଛନ୍ତି ଜନକଲ୍ୟାଣ ହାଇସ୍କୁଲରେ ଥିବା ଗୁଣନିତ ଦାସ ଆଉ ଗୋପୀନାଥ ଦାସଙ୍କର ସାନ ଭାଇ। ଯେତେବେଳେ ହାଇସ୍କୁଲ ଦେଖିଲି, କେତେବେଳେ କଣ ହବ ତା ଠିକଣା ନାହିଁ, କେବେ ବି ପଇସା ମିଳିବ। ବଡ ନନା, ମଝିଆ ନନା ମତେ କହିଲେ, ତୁ ଏଠିକି ପଳାଏ, ଦେଖିବା କଣ ହବ। ସେଠୁ ଆସିଥିଲି। ଯେତେବେଳେ କଣ୍ଟିପୁର ଗାଡି ଆସେ, ସେତେବେଳେ ଗୋଟେ ରାଜଦୂତ ମୋଟରସାଇକେଲ ଥିଲା। ସମସ୍ତଙ୍କ ଭଲ ପାଇବା, ସମସ୍ତେ କହନ୍ତି, ହେଇ 3 ଭାଇ ଗାଡି ଆଇଲା, 3 ଭାଇଆ ଗାଡି ଆଇଲା, ମତେ ଡ୍ରପ କରିବେ କେତୁଆପାଳେ, ଓହ୍ଲେଇ ଦେଇକି ସେମାନେ କୁସୁମୀ ଯିବେ, ପୁଣି ମୁଁ ଆସିକି ରହିଥିବି କେତୁଆପାଳ ଛକରେ, ମତେ ପୁଣି ନେଇକି ଆସିବେ। ତା ପୂର୍ବରୁ ସେମାନେ ସାଇକେଲରେ ଯିବା ଆସିବା, ସେ ଅଗମ୍ୟ ପଥରେ ଯାଇ ଆମ ପରିବାରକୁ ମଣିଷ କରିଛନ୍ତି, ଆମକୁ ମଣିଷ କରିଛନ୍ତି, ତାକୁ ବି ଭୁଲି ପାରିବୁ ନାହିଁ। ଆଉ କଣ କହିବି, ମୋ ଭଗବାନ ପାଖରେ ଏତିକି ପ୍ରାର୍ଥନା କରୁଛି। ଆଉ ଗୋଟେ କଥା ଭୁଲିକି ଯାଉଛି, ରବି ସାର୍, ମୁଁ ଲୁଚିକି ରବି ସାର୍ଙ୍କ ସାଙ୍ଗରେ ପଳେଇ ଆସେ, ବିଭିନ୍ନ କଥା କହିକି ଆଳ ଦେଖେଇକି ଆମେ ସାଇକେଲ କିଣିକି ରବି ସାର୍ଙ୍କ ସାଙ୍ଗରେ ମୁଁ ଆସେ। ଭାରି ସାଙ୍ଗ, ପିଲାବେଳର ସାଙ୍ଗ। ବୟସ ବଡ ହେଲେ କଣ ହବ, ଗୋଟି ଖେଳା ନଟୁ ଖେଳ ଠାରୁ ସାଙ୍ଗ ଆମେ ଭାରି। ଖାଲି ଆମେ ସାଙ୍ଗ ନୁହଁ, ତାଙ୍କ ପରିବାରର ସହିତ ମାନେ ଆମେ ଜଡ଼ିତ। ଆମ ରକ୍ତରେ ବି ସେ ପରିବାରର ରକ୍ତ ଅଛି। ପ୍ରତ୍ୟେକଟି କାମରେ ଆମେ ପରସ୍ପରକୁ ସାହାଯ୍ୟ କରିଥାଉ, ସାଙ୍ଗ ହେଇକି ଆସୁ, କେତେ କଥା ହଉ। ଆଉ ଆଜି ପର୍ଯ୍ୟନ୍ତ ମଧ୍ୟ ସେ ସମ୍ପର୍କ ବଜେଇ ରଖିଛୁ। ଆଉ କିଛି କହିପାରିବିନି। ଶେଷରେ ମୁଁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି, ଭଗବାନ ଯଦି ମୋର ଆଉ ମଣିଷ ଜନ୍ମ ଥାଏ, ତାହେଲେ ମତେ ଏଇ ଶିକ୍ଷକ ବୃତ୍ତି ହିଁ ଦବୁ, ଆଉ କିଛି ଦରକାର ନାହିଁ। ଏଇ ଶିକ୍ଷକ ବୃତ୍ତି ହିଁ ଦବୁ। ଏଇ ଶିକ୍ଷକତା କରି ମୋ ଆଗାମୀ ଜୀବନ ଗୁଡ଼ିକ କଟି ଯାଉ, ମୋର ଆଉ କିଛି ଦରକାର ନାହିଁ, କେବଳ ଶିକ୍ଷକତା। ବାକି ଜୀବନରେ ଯାହା କରି ନାହିଁ, ଯାହା ଭୁଲ କରିଛି, ତା ପାଇଁ କ୍ଷମା ମାଗୁଛି ପ୍ରଭୁ। କିନ୍ତୁ ଯଦି ମୋର ଜନ୍ମ ଥାଏ, ମତେ ଏଇ
ଶିକ୍ଷା ବିଭାଗରେ ଶିକ୍ଷକ ଭାବରେ ଜନ୍ମ ଦେବୁ। ଆଉ ଏଠି କହି ମୋର କଥାକୁ ରଖୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଆଉ ଦୁଇ ପଦ କଥା କହି ସଭାକୁ ସାଙ୍ଗ କରିବା ପାଇଁ ଆଉ ଆଜିର ବିଦାୟୀ ପ୍ରଧାନ ଶିକ୍ଷକଙ୍କ ଅନୁରୋଧ ରହିବ, ଯଦି ମୋ ତରଫରୁ କିଛି ଭୁଲ ଥାଏ ଛୋଟ ପିଲା ହିସାବରେ, ପୁଅ ହିସାବରେ ମୁଁ ତାଙ୍କର ପ୍ରକୃତ ଦାୟ ଦେଇପାରିବି ନାହିଁ, ମୁଁ ଜାଣି ନାହିଁ। ଏତେ ସତ୍ଗୁଣର ଅଧିକାରୀ ରୂପେ ସେ ପରିଚିତ, ସେ ସତ୍ଗୁଣ ମୋ ପାଖରେ ଆସିବ କି ନାହିଁ ମୁଁ ଜାଣି ନାହିଁ। ତଥାପି ସାରଙ୍କଠାରୁ ଆଶୀର୍ବାଦ ଚାହିଁକି ସବୁ କ୍ଷେତ୍ରରେ ମୋ ମୁଣ୍ଡ ଉପରେ ତାଙ୍କର ହାତ ରଖିଥାନ୍ତୁ। ଆପଣ ଦେଇଥିବା ଆସନକୁ ମୁଁ ସୁରକ୍ଷିତ ରଖେ ଆପଣ ପରି ରହିପାରିଲି ନାହିଁ। ତଳ ସ୍ତରରେ ରହିକି ଆପଣ ମୁଁ ସୁରକ୍ଷିତ କେମିତି ରଖେ ଏ ଆଶୀଷ ମତେ ଦିଅନ୍ତୁ। ଆଜି ଟିକେ ମଣିଚରଣ ମହାନ୍ତି, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ, ପଲ୍ଲୀମଙ୍ଗଳ ସରକାର ସଂଯୁକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର, ଯେଉଁ ସାର୍ଙ୍କ ପାଇଁ ଆଜି ଅବସରକାଳୀନ ସଭା ଅନୁଷ୍ଠିତ ହୋଇଥିଲା, ତାଙ୍କର ହୃଷିକେଶ ଦାସ ମହୋଦୟଙ୍କର ଅନୁଜ ତଥା ତାଙ୍କର ପରବର୍ତ୍ତୀ ଦାୟିତ୍ୱ ସମ୍ଭାଳିବା ପାଇଁ ଭାରପ୍ରାପ୍ତ ଅଧିକାରୀ ଭାବେ ମୁଁ ପଲ୍ଲୀମଙ୍ଗଳ ସଂଯୁକ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୂପେ ଦାୟିତ୍ୱ ନେଇଛି ତାଙ୍କଠାରୁ। ଆଜିର କାର୍ଯ୍ୟକ୍ରମ ଏତେ ଭାବ ବିହ୍ୱଳ ହେଇଥିଲା, ଏତେ ଅନୁରାଗ ହେଇଥିଲା, ଏତେ ସାର୍ଙ୍କୁ ଭଲ ପାଇବା। ମୁଁ ଭାବିଥିଲି ଆମେ ଯାହା ଚିନ୍ତା କରିଥିଲୁ ତାର ବହୁତ ଅଧିକ ହେଲା। ବହୁତ ଭଲ ପାଇବା ସାର୍ଙ୍କ ପାଖରେ ଥିଲା। ଆମର ଗାଁ ଲୋକ, ଆପଣଙ୍କର SMC ମେମ୍ବର, ଆମର ସ୍କୁଲର ଶିକ୍ଷକ, କ୍ଲଷ୍ଟରର ଶିକ୍ଷକ ଶିକ୍ଷିକା, ଉଚ୍ଚ ମାଧ୍ୟମିକ ହାଇସ୍କୁଲ ଟିଚର, ଆମର ଏଲିମେଣ୍ଟାରୀ ଟିଚର, ସମସ୍ତଙ୍କୁ ସାର୍ଙ୍କୁ ସମସ୍ତେ ଆସିକି ତାଙ୍କର ସଦିଚ୍ଛା ଇଚ୍ଛା ସବୁ ବ୍ୟକ୍ତ କରିଛନ୍ତି, ଉପଢୌକନ ଦେଇଛନ୍ତି। ସାର୍ଙ୍କୁ ନିଜ କଥା, ନିଜର ମନ କଥା କହିଛନ୍ତି। ଭୁଲ ଠିକ୍ କ'ଣ ହେଇଥିଲେ ତାଙ୍କଠୁ ତାଙ୍କର ଆଶୀର୍ବାଦ ନେଇଛନ୍ତି। ଇଏ ହେଉଛି ଜଣେ ଯୋଗଜନ୍ମା ପ୍ରଧାନ ଶିକ୍ଷକଙ୍କ ନଥିଲେ ଏ କଥା ହେବ ବୋଲି ଭାବୁନାହିଁ। ମୁଁ ତାଙ୍କର ଦାୟିତ୍ୱ ହିସାବରେ ମୁଁ ଏ କାମ ଠିକ୍ କେମିତି କରିବି ସାର୍ଙ୍କ ଠାରୁ ମୁଁ ଆଶୀର୍ବାଦ ନେଉଛି। ସିଏ ମୋତେ ଆଶୀର୍ବାଦ କରନ୍ତୁ। ମୁଁ ପରବର୍ତ୍ତୀ ସମୟରେ ମୋର ଯେଉଁ 6 ବର୍ଷ ଆଉ ରହିଲା, ମୁଁ ଏଇ ସ୍କୁଲରେ ହେଉ କିମ୍ବା ଯେଉଁଠି ଯାଏ, ମୁଁ ତାଙ୍କରି ଭଳି ହେବା ପାଇଁ ଚେଷ୍ଟା କରେ। ତାଙ୍କର ଆଶୀର୍ବାଦ ମୋ ଉପରେ ଥାଉ।